ଆଜି ହରିୟାଣା ଓ ଜାମ୍ମୁ କାଶ୍ମୀରର ନିର୍ବାଚନ ଫଳାଫଳ ଶୁଣିବା ପରେ ବିଶେଷ କରି ବିଜେଡି ଓ ମୋଦି ବିରୋଧୀ ଶକ୍ତିମାନଙ୍କର ନିଦ ହଜିଯାଇଛି। ସେମାନେ କାନ୍ଦିଲେ ବି ଲୁଚି ଲୁଚି କାନ୍ଦିବା ପାଇଁ ବାଧ୍ୟ ହେଉଛନ୍ତି। କାରଣ ଗତ ନିର୍ବାଚନରେ 240 ସିଟ୍ କେବଳ ବିଜେପି ପାଇଲା ପରେ କଂଗ୍ରେସ ସାରା ଦେଶରେ ପ୍ରଚାର କରାଇଦେଲା ଯେ ବିଜେପି ପ୍ରତି ଲୋକଙ୍କର ଆଉ ଆସ୍ଥା ବିଶ୍ୱାସ ନାହିଁ ଏବଂ ମୋଦି ଲୋକପ୍ରିୟତା ସମ୍ପୂର୍ଣ୍ଣ ଭାବରେ ହରାଇଛନ୍ତି। କିନ୍ତୁ ଗତ ନିର୍ବାଚନରେ ଉତ୍ତରପ୍ରଦେଶ, ମହାରାଷ୍ଟ୍ରରେ କାହିଁକି ବିଜେପି ପୂର୍ବାପେକ୍ଷା ନୈରାଶ୍ୟଜନକ ଫଳାଫଳ କଲା, ତାର କାରଣକୁ ତର୍ଜମା କରାଗଲା ନାହିଁ। ବିଶେଷ ଭାବରେ ସମ୍ବିଧାନ ସଂଶୋଧନ କରିଦେଇ ବିଜେପି ଅନୁସୂଚିତ ଜାତି ଓ ଜନଜାତିଙ୍କ ସଂରକ୍ଷଣକୁ ଲୋପ କରିଦେବାକୁ ବସିଛି ଏବଂ କଂଗ୍ରେସ ସରକାର ଆସିଲେ ଖଟାଖଟ ମାସକୁ 8,500 ଟଙ୍କା, ବର୍ଷକୁ 1,00,000 ଟଙ୍କା ଆକାଉଣ୍ଟକୁ ଯିବ। ଏଭଳି ବିଭ୍ରାନ୍ତିକର ଅପପ୍ରଚାର କରି କଂଗ୍ରେସ କିଛି ମାତ୍ରାରେ ବା ଇଣ୍ଡି ଗଠବନ୍ଧନ କିଛି ମାତ୍ରାରେ ସଫଳ ହେଲେ। ମାତ୍ର ଯେତେବେଳେ ସରକାର ଆସିବା ପରେ ପୁନର୍ବାର ବିଜେପି ସରକାର ପ୍ରଥମ କାର୍ଯ୍ୟ ଧାନ ଏବଂ ଗହମର ଦର କୁଇଣ୍ଟାଲ ପିଛା 2100ରୁ 2300 ଟଙ୍କା କଲେ ଏବଂ କିଷାନ ନିଧି ପ୍ରଦାନ କଲେ ପ୍ରଥମ କାର୍ଯ୍ୟ। ତାପରେ ଦେଶର ଜନସାଧାରଣ ଜାଣିଗଲେ ଯେ କଂଗ୍ରେସ ଏବଂ ଇଣ୍ଡି ଗଠବନ୍ଧନ କେବଳ ମିଥ୍ୟା ପ୍ରଚାର କରି ଲୋକଙ୍କୁ ବିଭ୍ରାନ୍ତି କରିଥିଲା। କେବଳ ସେ ଏ ପ୍ରଚାର କରୁଥିଲା ନୁହେଁ, ବିଦେଶରୁ ଥାଇ ମଧ୍ୟ କିଛି ୟୁଟ୍ୟୁବର ବିଦେଶୀ ଶକ୍ତିଙ୍କ ପଇସାରେ ସେଇ କଥା ମୋଦି ବିରୋଧୀ ପ୍ରଚାର କରିବା ସହିତ ରବିଶ କୁମାରଙ୍କ ଭଳି ଅନେକ ସାମ୍ବାଦିକ କେବଳ ମୋଦିଙ୍କ ବିରୁଦ୍ଧରେ ନକାରାତ୍ମକ ପ୍ରଚାର କରିବାରେ ଲାଗିଲେ, ଯାହାର ଫଳସ୍ୱରୂପ କିଛି ମିଥ୍ୟା ପ୍ରଚାରରେ ବିଜେପିକୁ ଏଭଳି ପରିଣାମ ଭୋଗିବାକୁ ପଡ଼ିଲା। ମାତ୍ର ନିର୍ବାଚନ ସରିବା ପରେ ମୋଦିଙ୍କର ଯେଉଁ କାର୍ଯ୍ୟଦକ୍ଷତା ଏବଂ ତାଙ୍କର ଯେଉଁ ପଦକ୍ଷେପ ପୂର୍ବ ଭଳି ନେଇ ଚାଲିଥିଲେ ତାହା ଜନସାଧାରଣଙ୍କ ମନରେ ଥିବା ବିଭ୍ରାନ୍ତିକୁ ଦୂରେଇ ଦେଲା। ଏପରିକି ହରିୟାଣାରେ କୁହାଯାଉଥିଲା ଯେ ଯେତେବେଳେ ଏକ୍ଜିଟ୍ ପୋଲ୍ ଆସିଲା ସେତେବେଳେ ଯେ କଂଗ୍ରେସ ସରକାର ଗଠନ କରୁଛି ଏବଂ ବିଜେପି ଦେଶରୁ ସଫା ହେବାକୁ ଯାଉଛି। ଏଥିରେ ବିଜେଡିର ନେତାମାନେ ଅତି ଉତ୍ଫୁଲ୍ଲିତ ହୋଇ କହିଥିଲେ ଯେ ବିଜେପି ସମ୍ପୂର୍ଣ୍ଣ ସଫା ହେବାକୁ ଯାଉଛି। ଆଗାମୀ ହରିୟାଣା ନିର୍ବାଚନ ତାର ଫଳାଫଳ ଦେବ। ତ ଏଭଳି ଭାବରେ ଉତ୍ଫୁଲ୍ଲିତ ହୋଇ ପଡ଼ୁଥିବା ମୋଦି ବିରୋଧୀ ଶକ୍ତିମାନେ ଆଜିର ନିର୍ବାଚନ ଫଳ ଜାଣିସାରିବା ପରେ କ'ଣ କରିବେ ଚିନ୍ତା କରିପାରୁନାହାନ୍ତି। ଏପରିକି ନିର୍ବାଚନରେ କୌଣସି ପ୍ରକାରେ ଜିତିବା ପାଇଁ କଂଗ୍ରେସ ଏବଂ ଇଣ୍ଡି ଗଠବନ୍ଧନ ସେମାନେ ପହିଲମାନଙ୍କୁ ବା ଖେଳାଳିମାନଙ୍କୁ ବିଜେପି ସରକାର ନିର୍ଯାତନା ଦେଉଛି, ନାରୀ ନିର୍ଯାତନା ଦେଉଛି, ବିଭିନ୍ନ ପ୍ରକାର ଅପପ୍ରଚାର କରିବାରେ ଲାଗିଲେ। ତେବେ ଏହି ନିର୍ବାଚନରେ ଏକ ସ୍ପଷ୍ଟ ସିଦ୍ଧାନ୍ତ ଦେଶକୁ ଦେଇଛି ଯେ ପଞ୍ଜାବ ଏବଂ ହରିୟାଣାରୁ ଯେଉଁ ଚାଷୀ ଆନ୍ଦୋଳନ କରିବା ନାଁରେ କଂଗ୍ରେସ ଏବଂ ପଞ୍ଜାବର ଯେ ଉଗ୍ରବାଦୀ ଗୋଷ୍ଠୀମାନେ
ଲାଗିଥିଲେ ତାହା କେବଳ ରାଜନୈତିକ ଆନ୍ଦୋଳନ ଥିଲା ବୋଲି ପ୍ରମାଣ ହୋଇଯାଇଛି। କାରଣ ଚାଷୀ ଠିକ୍ ଭାବରେ ବୁଝିଛନ୍ତି ଯେ ନରେନ୍ଦ୍ର ମୋଦି ସରକାର ଯେତିକି ସମ୍ଭବ ଦେଶରେ ଚାଷୀଙ୍କ ପାଇଁ କରାଯିବା ଆବଶ୍ୟକ ସେ ଚେଷ୍ଟା କରି କରୁଛନ୍ତି। ଏକଥା ସେମାନେ ବୁଝି ଯାଇଛନ୍ତି। ମାତ୍ର ଯେଉଁ ରାଜନୈତିକ ଦଲାଲ ଏବଂ ବିଚ୍ଛିନ୍ନତାବାଦୀ ଶକ୍ତି ଦିଲ୍ଲୀରେ ଆସି ବର୍ଷ ବର୍ଷ ଧାରଣା ଦେଇଥିଲେ ଏବଂ ପୁନର୍ବାର ନିର୍ବାଚନ ପୂର୍ବରୁ ପୁଣି ସେ ଷଡ଼ଯନ୍ତ୍ର କରିବା ପାଇଁ ଇଚ୍ଛା କରୁଥିଲେ। ତାଙ୍କର ଚେଷ୍ଟାକୁ ମୋଦି ସରକାର ନାକାମ କରିଦେଲେ, ବିଫଳ କରିଦେଲେ। ସେମାନେ ସାରା ଦେଶକୁ ବର୍ତ୍ତମାନ ଏକ ବାର୍ତ୍ତା ଗଲା ଯେ ଚାଷୀ ଠିକ୍ ବୁଝିଛନ୍ତି ମୋଦି ସରକାର ତାଙ୍କର ହିତୈଷୀ। ମାତ୍ର ଯେଉଁମାନେ ଆନ୍ଦୋଳନ କରୁଛନ୍ତି ତାହା ରାଜନୈତିକ ପ୍ରଣୋଦିତ ଏବଂ ରାଜନୈତିକ ଶକ୍ତି ଏବଂ ବିଚ୍ଛିନ୍ନତାବାଦୀ ଶକ୍ତିଙ୍କର ଦେଶକୁ ଅସ୍ଥିରତା କରିବା ପାଇଁ ଏକ ପ୍ରୟାସ ମାତ୍ର ଥିଲା। ଏହା ହରିୟାଣାର ଚାଷୀ ବହୁଳ ରାଜ୍ୟରୁ ସ୍ପଷ୍ଟ ଭାବରେ ପ୍ରମାଣିତ ହୋଇଯାଉଛି। ଏବଂ କାଶ୍ମୀର ନିର୍ବାଚନ ଯଦି କୁହାଯାଏ ତାହେଲେ କାଶ୍ମୀରରେ ମୁସଲମାନ ବହୁଳ ଥିବା ଯୋଗୁଁ ଏବଂ ସେଠି ମୌଳବାଦୀ ଚିନ୍ତାଧାରା ଏବେ ବି ଜାରି ରହିଥିବା କାରଣରୁ ବିଜେପି ଯେ ସରକାରକୁ ଆସିପାରିବ ନାହିଁ ତାହା ପୂର୍ବରୁ ସମସ୍ତେ ଅନୁମାନ କରୁଥିଲେ। ମାତ୍ର ଯେତିକି ସିଟ୍ ଆଣିପାରିବା କଥା ନିଶ୍ଚିତ ଭାବରେ ସେତିକି ସିଟ୍ ଆଣିଛି, ତାହା ମଧ୍ୟ ସନ୍ତୁଷ୍ଟଜନକ ବୋଲି କୁହାଯାଇପାରେ। ତେବେ ବିଜେଡି ଆଗାମୀ ଦିନରେ ନିର୍ବାଚନରୁ ହାରିବା ପରେ କଂଗ୍ରେସ ସହିତ ମିଶି ବିଜେପିକୁ ମୂଳପୋଛ କରିବା ପାଇଁ ଯେଉଁ ଉଦ୍ୟମ ଆରମ୍ଭ କରିଥିଲା ସେ ଉଦ୍ୟମରେ ସେ ଯେ ସଫଳ ହୋଇପାରିବ ନାହିଁ ଏହି ହରିୟାଣା ନିର୍ବାଚନ ଫଳାଫଳ ଜଣାପଡ଼ୁଛି। ଏବଂ ହରିୟାଣା ଓ ଜାମ୍ମୁ କାଶ୍ମୀର ନିର୍ବାଚନ ଫଳାଫଳ ସ୍ପଷ୍ଟ ଭାବରେ ସୂଚାଇ ଦେଉଛି ଯେ ଆଗାମୀ ନିର୍ବାଚନରେ ଯେତେବେଳେ କି ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ନିର୍ବାଚନ ହେବାକୁ ଯାଉଛି, ସେ ନିର୍ବାଚନରେ ମଧ୍ୟ ବିଜେପି ପୁନର୍ବାର ସରକାରକୁ ଆସିବ ଏହି ସ୍ପଷ୍ଟ ସୂଚନା ମିଳୁଛି। କାରଣ ହରିୟାଣାରେ 2014 ନିର୍ବାଚନରେ ବିଜେପି 46ଟି ସିଟ୍ ପାଇଥିବା ବେଳେ 2019ରେ 40ଟି ବିଧାନସଭା ସିଟ୍ ବା ଆସନ ପାଇଥିଲା। ମାତ୍ର ବର୍ତ୍ତମାନର ରିପୋର୍ଟ ଅନୁଯାୟୀ କଂଗ୍ରେସ 36ଟି ସିଟ୍ ପାଇବାକୁ ଯାଉଥିବା ବେଳେ ବିଜେପି 49ଟି ସିଟ୍, ଯାହାକି ସବୁଠାରୁ ଅଧିକ ସିଟ୍ ଏହି ନିର୍ବାଚନରେ ପାଇବାକୁ ଯାଉଛି। ତେଣୁ ବିଜେପି ଓ ମୋଦିଙ୍କର ଲୋକପ୍ରିୟତା ଏବେ ବି ଅଛି, ଅତୁଟ ଅଛି ଏବଂ ଦେଶବାସୀ ମୋଦିଙ୍କ ଉପରେ ଭରସା କରୁଛନ୍ତି, ବିଶ୍ୱାସ କରୁଛନ୍ତି। ଏହା ପ୍ରମାଣିତ ହେଲା। ମିଥ୍ୟା ପ୍ରଚାର ଏବଂ ମିଥ୍ୟା ଅପବାଦ ପ୍ରଚାର କରି ସାରା ଦେଶରେ ବା ବିଦେଶରୁ ପ୍ରଚାର କରିଦେଲେ ଯେ ସବୁବେଳେ ସେମାନେ ସଫଳ ହୋଇଯିବେ, ତାଙ୍କ ରଣନୀତିରେ ସଫଳ ହୋଇଯିବେ, ଏହା ଆଦୌ କୁହାଯାଇପାରିବ ନାହିଁ।